ସାଧାରଣତଃ ଆମେ ଭାବୁ ଯେ ଗୋଟିଏ ପୋଖରୀରେ ପଥରଟିଏ ପକାଇଲେ ତରଙ୍ଗ କେବଳ ସେହି ପୋଖରୀ ଭିତରେ ହିଁ ସୀମିତ ରୁହେ। ହଁ ସେଇଆ ତ ସମସ୍ତେ ଭାବନ୍ତି। କିନ୍ତୁ ଟିକେ କଳ୍ପନା କରନ୍ତୁ, ମାନେ ଯଦି ସେହି ତରଙ୍ଗ ହଜାର ହଜାର ମାଇଲ ଅତିକ୍ରମ କରି ଆମ ନିଜ ରୋଷେଇ ଘର ଚୁଲିକୁ ଲିଭାଇ ଦିଏ। ବାପ୍ରେ, ସେଇଟା ତ ପ୍ରକୃତରେ ବହୁତ ଭୟଙ୍କର ହବ। ଏକଦମ। ଆଉ ଏହା କୌଣସି କାଳ୍ପନିକ ଗଳ୍ପ ନୁହେଁ। ଆଜି ହେଉଛି 12 ମାର୍ଚ୍ଚ 2026 ଏବଂ ଏହା ହେଉଛି ଆଜିର ବାସ୍ତବତା। ଆମର ଏହି ଗଭୀର ଆଲୋଚନାକୁ ସ୍ୱାଗତ। ଆଜ୍ଞା। ଆମ ପାଖରେ ଥିବା ଖବରକାଗଜର ସମ୍ପାଦକୀୟ, ଜାତୀୟ ଓ ରାଜ୍ୟ ଖବର ଆଉ କିଛି ସଦ୍ୟତମ ବୈଜ୍ଞାନିକ ଗବେଷଣାର ତଥ୍ୟକୁ ଏକାଠି କଲେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସୁଛି। ଆଜିର ମିଶନ ହେଉଛି ଏହି ସବୁ ତଥ୍ୟ ଭିତରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁକ୍ତାଗୁଡ଼ିକୁ ବାହାର କରିବା। ବିଲକୁଲ। ବିଶ୍ୱସ୍ତରୀୟ ଯୁଦ୍ଧ କିପରି ଆମ ରୋଷେଇ ଘରକୁ ପ୍ରଭାବିତ କରୁଛି, ଆଇନ କିପରି ମାନବିକ ଅଧିକାରକୁ ନୂଆ ରୂପ ଦେଉଛି, ଆଉ ବିଜ୍ଞାନ କିପରି ମଣିଷ ଜୀବନକୁ ବଦଳାଉଛି, ସେସବୁ ଆଲୋଚନା କରିବା। ଠିକ୍ କହିଲେ। ତେବେ ଆସନ୍ତୁ ଏହାକୁ ଟିକେ ସହଜରେ ବୁଝିବା। ମାନେ ପ୍ରଥମେ ସେହି ରୋଷେଇ ଘର କଥାରୁ ହିଁ ଆରମ୍ଭ କରିବା। ହଁ, ସେଇଟା ସବୁଠାରୁ ବେଶୀ ଜରୁରୀ। କାରଣ ଆଜିର ପୃଥିବୀ ଏତେ ମାତ୍ରାରେ ପରସ୍ପର ସହ ଜଡ଼ିତ ଯେ ଭୂ ରାଜନୀତିର ପ୍ରଭାବ ସିଧାସଳଖ ଆମ ଥାଳି ଉପରେ ପଡ଼ୁଛି। ସତରେ, ଆମ୍ବ ଉତ୍ସଗୁଡ଼ିକ ଅନୁଯାୟୀ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି, ତାହାର ଚିତ୍ର ବର୍ତ୍ତମାନ ବହୁତ ଭୟଙ୍କର ହୋଇସାରିଲାଣି। ଆଜ୍ଞା। ଇରାନର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ଯୋଗୁଁ ସେଠାରେ କ୍ରମାଗତ 74 ଘଣ୍ଟା ଧରି ନିଆଁ ଲାଗିଛି। 74 ଘଣ୍ଟା? ବାପ୍ରେ! ହଁ, ଆଉ ପାଖାପାଖି 9300 ତୈଳ ଟ୍ୟାଙ୍କର ଜଳିଯିବାର ଖବର ମଧ୍ୟ ଆସିଛି। ତା ସହ ଲେବାନନରେ ପ୍ରାୟ 7 ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଏହା ତ ଏକ ବିରାଟ ମାନବୀୟ ସଙ୍କଟ। କିନ୍ତୁ ଏହାର ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରଭାବ ଦେଖିବାକୁ ମିଳିଛି ଆମ ଭାରତରେ। ହଁ, ଏଲ୍‌ପିଜି ଗ୍ୟାସ୍ ଅଭାବ କଥା କହୁଛନ୍ତି ତ? ଏକଦମ। ଭାରତରେ ଏଲ୍‌ପିଜି ଗ୍ୟାସ୍ରେ ଏବେ ଘୋର ଅଭାବ ଦେଖାଦେଇଛି। ଘରୋଇ ଉପଭୋକ୍ତାଙ୍କୁ ପାଇଁ 3 ସପ୍ତାହର ୱେଟିଂ ଟାଇମ୍ ଲାଗିଲାଣି। ଆଉ ବ୍ୟବସାୟିକ କ୍ଷେତ୍ରରେ ତ ଅବସ୍ଥା ଆହୁରି ଖରାପ। ହଁ, ମୁଁ ପଢ଼ୁଥିଲି ବେଙ୍ଗାଲୁରୁ, ତାମିଲନାଡୁ ଏବଂ ମୁମ୍ବାଇ ଭଳି ଜାଗାରେ ପ୍ରାୟ 70% ହୋଟେଲ ସପ୍ତାହକୁ 2 ଦିନ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି। କାରଣ ସେମାନଙ୍କ ପାଖରେ ରାନ୍ଧିବାକୁ ଇନ୍ଧନ ହିଁ ନାହିଁ। କିନ୍ତୁ ଗୋଟିଏ କଥା ମୁଁ ବୁଝିପାରୁନାହିଁ, ସୁଦୂର ମଧ୍ୟପ୍ରାଚ୍ୟରେ ବୋମା ପଡ଼ିଲେ ରାତାରାତି ଭାରତରେ ଗ୍ୟାସ୍ କାହିଁକି ଅଭାବ ହୋଇଯିବ? ମାନେ ଆମର କ'ଣ ନିଜସ୍ୱ କିଛି ଷ୍ଟୋରେଜ ବ୍ୟବସ୍ଥା ନାହିଁ? ଏହା ଏକ ବହୁତ ବଢ଼ିଆ ପ୍ରଶ୍ନ। ଏହାର ମୂଳ କାରଣ ହେଉଛି ହର୍ମୁଜ ପ୍ରଣାଳୀ। ଆଚ୍ଛା, ସେ ସମୁଦ୍ର ରାସ୍ତା। ହଁ, ଏହା ସମୁଦ୍ରର ଏକ ଅତି ସଂକୀର୍ଣ୍ଣ ରାସ୍ତା, ଯେଉଁ ଦେଇ ବିଶ୍ୱର ପ୍ରାୟ 1/3 ତୈଳ ଏବଂ ଗ୍ୟାସ୍ ବାଣିଜ୍ୟ ହୋଇଥାଏ। ଓହୋ, ତ ଯେତେବେଳେ ସେଠାରେ ଯୁଦ୍ଧ ହୁଏ? ଯୁଦ୍ଧ ହେଲେ ସେହି ରାସ୍ତା ଦେଇ ଯାଉଥିବା କାର୍ଗୋ ଜାହାଜଗୁଡ଼ିକ ଉପରେ ଆକ୍ରମଣର ଭୟ ବଢ଼ିଯାଏ। ଫଳରେ ଆନ୍ତର୍ଜାତୀୟ ବୀମା କମ୍ପାନୀଗୁଡ଼ିକ ଇନ୍ସ୍ୟୁରାନ୍ସ ପ୍ରିମିୟମ୍ ଏତେ ବଢ଼ାଇ ଦିଅନ୍ତି ଯେ କମ୍ପାନୀମାନେ ଜାହାଜ ପଠାଇବା ହିଁ ବନ୍ଦ କରିଦିଅନ୍ତି। ଆଉ ଆମ ଭାରତ ତ ଆମଦାନୀ ଉପରେ ବହୁତ ନିର୍ଭରଶୀଳ। ବିଲକୁଲ। ଆଉ ଆମର ସପ୍ଲାଇ ଚେନ୍ ପ୍ରାୟତଃ ଜଷ୍ଟ ଇନ୍ ଟାଇମ୍ ମଡେଲରେ ଚାଲେ। ମାନେ ବହୁତ ଅଧିକ ଦିନ ପାଇଁ ଷ୍ଟୋର କରି ରଖିବାର ବ୍ୟବସ୍ଥା ନାହିଁ ଆମର। ମାନେ ଯୋଗାଣ ବନ୍ଦ ହେବାର ମାତ୍ର କିଛି ଦିନ ଭିତରେ ହିଁ ବଜାରରେ ଏମିତି ହାହାକାର ପଡ଼ିଯାଏ। ଗୋଟେ ସଂକୀର୍ଣ୍ଣ ସମୁଦ୍ର ରାସ୍ତା ବନ୍ଦ ହେଲା ବୋଲି ଆମର ହୋଟେଲଗୁଡ଼ିକ ବନ୍ଦ ହେଇଯାଉଛି। ଏହା ପ୍ରକୃତରେ ବଟରଫ୍ଲାଏ ଏଫେକ୍ଟର ଏକ ଜ୍ୱଳନ୍ତ ଉଦାହରଣ। ଏକଦମ ଠିକ୍ କହିଲେ। କିନ୍ତୁ ଏହି ସଙ୍କଟ କ'ଣ ଆମକୁ କିଛି ନୂଆ ବିକଳ୍ପ ଆଡ଼କୁ ଠେଲି ଦେଉଛି କି? କାରଣ ଯାହା ବି ହଉ, ଲୋକେ ତ ଖାଇବା ବନ୍ଦ କରିବେ ନାହିଁ। ଏଇଠି ଗୋଟେ ବହୁତ ଆକର୍ଷଣୀୟ ଦିଗ ଦେଖିବାକୁ ମିଳୁଛି। ମାନେ ଲୋକଙ୍କର ଖାପ ଖୁଆଇ ଚଳିବାର କ୍ଷମତା। ଗ୍ୟାସ୍ ଅଭାବ କାରଣରୁ ଲୋକେ ଏବେ ଦ୍ରୁତ ଗତିରେ ଇ-କୁକିଂ ବା ଇଣ୍ଡକ୍ସନ ଚୁଲାର ବ୍ୟବହାର ଆଡ଼କୁ ମୁହାଉଛନ୍ତି। ଆରେ ହଁ, ଯେମିତି ଆମେ ନୋଟବନ୍ଦୀ ସମୟରେ ଦେଖିଥିଲେ। ହଁ, ପୁରା ସେଇଭଳି। ସେତେବେଳେ ନଗଦ ଟଙ୍କାର ଅଭାବ ଲୋକଙ୍କୁ ୟୁପିଆଇ ଆପଣାଇବା ପାଇଁ ବାଧ୍ୟ କରିଥିଲା। ଆଉ ଆଜି ଗ୍ୟାସ୍ ସଙ୍କଟ ଇ-କୁକିଂକୁ ଏକ ଘରୋଇ ବିପ୍ଳବରେ ପରିଣତ କରୁଛି। ବିଲକୁଲ। ଏହା ଏକ ପ୍ରକାରର ଡିଜିଟାଲ ବିପ୍ଳବ ଭଳି ରୋଷେଇ ଘର ଏକ ବିପ୍ଳବ। କିନ୍ତୁ ଗୋଟିଏ ସେକେଣ୍ଡ, ମୋ ମନରେ ଗୋଟିଏ ପ୍ରଶ୍ନ ଆସୁଛି। ଯଦି ସମସ୍ତେ ହଠାତ୍ ଇଲେକ୍ଟ୍ରିକ୍ ଚୁଲା ବ୍ୟବହାର କରିବେ, ତେବେ ଆମର ବିଦ୍ୟୁତ୍ ଗ୍ରିଡ୍ ଉପରେ ଚାପ ପଡ଼ିବ ନାହିଁ କି? ହଁ, ନିଶ୍ଚିତ ଭାବେ ଚାପ ପଡ଼ିବ। ଆଉ ଭାରତରେ ବିଦ୍ୟୁତ୍ ଉତ୍ପାଦନ ତ ଏବେ ବି ଅଧିକାଂଶ କୋଇଲା ଉପରେ ନିର୍ଭରଶୀଳ। ତେବେ ଆମେ କ'ଣ ଗୋଟିଏ ସମସ୍ୟାକୁ ଛାଡ଼ି ଆଉ ଏକ ନୂଆ ସମସ୍ୟା ଆଡ଼କୁ ଯାଉନାହୁଁ? ଏଇଟା ଏକ ବାସ୍ତବତା। କିନ୍ତୁ ଏହାକୁ ଆମେ ଏକ ଦୀର୍ଘମିଆଦୀ ପରିବର୍ତ୍ତନର ପ୍ରଥମ ପାହାଚ ବୋଲି କହିପାରିବା। ବାଧ୍ୟତାମୂଳକ ପରିସ୍ଥିତି ହିଁ ନୂତନ ଜ୍ଞାନକୌଶଳର ଭିତ୍ତିଭୂମି ତିଆରି କରେ। ମାନେ ଲୋକଙ୍କ ଅଭ୍ୟାସ ବଦଳିଲେ ହିଁ ସରକାର ଗ୍ରିଡ୍ ନବୀକରଣ ପାଇଁ ଅଧିକ ଧ୍ୟାନ ଦେବେ? ଏକଦମ।
ଚାହିଦା ବଢ଼ିଲେ ହିଁ ଭିତ୍ତିଭୂମିରେ ନିବେଶ ବଢ଼ିବ। ବୁଝିଲି। ବାସ୍ତବରେ ପରିସ୍ଥିତିର ଚାପ କିପରି ମଣିଷକୁ ନୂଆ ବାଟ ଖୋଜିବାକୁ ବାଧ୍ୟ କରେ ତାହା ବେଶ୍ ସ୍ପଷ୍ଟ। ତେବେ ଏବେ ରୋଷେଇ ଘରର ଏହି ଦୈନନ୍ଦିନ ଅଭାବରୁ ବାହାରି ଆସନ୍ତୁ ଜୀବନର ସେହି ସୀମାନ୍ତ ବିଷୟରେ ଆଲୋଚନା କରିବା, ଯୋଉଠି ଶରୀର ନିଜେ ଏକ ବାଧକ ସାଜିଯାଏ। ହଁ, ସୁପ୍ରିମକୋର୍ଟଙ୍କ ସେଇ ରାୟ କଥା କହୁଛନ୍ତି ବୋଧହୁଏ। ହଁ, ସୁପ୍ରିମକୋର୍ଟ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଐତିହାସିକ ରାୟ ଶୁଣାଇଛନ୍ତି। ଦୀର୍ଘ 13 ବର୍ଷ ଧରି କୋମା ବା ଭେଜିଟେଟିଭ୍ ଷ୍ଟେଟ୍ରେ ଥିବା ଜଣେ 32 ବର୍ଷୀୟ ଯୁବକଙ୍କ ପାଇଁ ଲାଇଫ୍ ସପୋର୍ଟ ହଟାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ଆଜ୍ଞା, ଯାହାକୁ ଆମେ ସମ୍ମାନର ସହ ମୃତ୍ୟୁ ବା ପ୍ୟାସିଭ୍ ୟୁଥେନେସିଆ ବୋଲି କହୁ। କିନ୍ତୁ ଏଠି ମୋର ଗୋଟେ ପ୍ରଶ୍ନ ଅଛି, ଡାକ୍ତରୀ ବିଜ୍ଞାନରେ ଏହି ଭେଜିଟେଟିଭ୍ ଷ୍ଟେଟ୍ ପ୍ରକୃତରେ କ'ଣ? ଦେଖନ୍ତୁ, ଭେଜିଟେଟିଭ୍ ଷ୍ଟେଟ୍ର ଅର୍ଥ ହେଉଛି ମଣିଷର ମସ୍ତିଷ୍କର ତଳଭାଗ ବା ବ୍ରେନ୍ ଷ୍ଟେମ୍ କାମ କରୁଥାଏ। ଆଚ୍ଛା, ଯାହାଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ଏବଂ ହୃଦସ୍ପନ୍ଦନ ଚାଲୁ ରହେ। ହଁ, କିନ୍ତୁ ମସ୍ତିଷ୍କର ଉପର ଭାଗ ବା ସେରେବ୍ରମ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ଫଳରେ ଚେତନା, ଅନୁଭବ କିମ୍ବା ଚିନ୍ତା କରିବାର କ୍ଷମତା ଆଉ ନଥାଏ ବ୍ୟକ୍ତିର। ବାପରେ, ମାନେ ବ୍ୟକ୍ତି ଜଣକ ଆଖି ଖୋଲିପାରେ କିନ୍ତୁ ତାର ନିଜ ଚାରିପାଖର ଦୁନିଆ ସହ କୌଣସି ସମ୍ପର୍କ ନଥାଏ। ଏକଦମ ଠିକ୍। ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରେ ମେସିନ୍ ସାହାଯ୍ୟରେ କେବଳ ଶରୀରକୁ ବଞ୍ଚାଇ ରଖିବାଟା କ'ଣ ପ୍ରକୃତରେ ବଞ୍ଚିବା? ସତକଥା। କୋର୍ଟଙ୍କର ଏହି ରାୟ ସ୍ପଷ୍ଟ କରୁଛି ଯେ ମେଡିକାଲ ଲାଇଫ୍ ସପୋର୍ଟ କାଢ଼ିନେବା ଅର୍ଥ ହତ୍ୟା ନୁହେଁ, ବରଂ ପ୍ରକୃତିକୁ ତାର ନିଜ କାମ କରିବାକୁ ଦେବା। ମାନେ ଆଇନ ଏବେ ବୁଝିବା ଆରମ୍ଭ କରୁଛି ଯେ ଜୀବନର ଦୀର୍ଘତା ଅପେକ୍ଷା ଜୀବନର ଗୁଣବତ୍ତା ଅଧିକ ଜରୁରୀ। ସମ୍ମାନର ସହ ମୃତ୍ୟୁ ହେଉଛି ମାନବିକ ଅଧିକାରର ଏକ ବଡ଼ ଦିଗ। ହଁ, ସମ୍ମାନ ଏବଂ ପରିଚୟର ଏହା ଏକ ବହୁତ ବଡ଼ ଉଦାହରଣ। ଆଉ ସମ୍ମାନ ଆଉ ପରିଚୟ କଥା ଯେତେବେଳେ ଉଠିଛି, ଏହା ସହ ଜଡ଼ିତ ଆଉ ଏକ ଖବର ଅଛି ଯାହା କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି। ଆଗାମୀ 2027 ଜନଗଣନାରେ ଟ୍ରାନ୍ସଜେଣ୍ଡରମାନଙ୍କୁ ପରିବାରର ମୁଖ୍ୟ ଭାବରେ କାଗଜପତ୍ରରେ ସ୍ଥାନ ଦିଆଯିବ ବୋଲି ରାଜ୍ୟସଭାରେ ଘୋଷଣା କରାଯାଇଛି। ଯଦି ଆମେ ଏହି ଦୁଇଟି ଘଟଣାକୁ ଏକାଠି ଦେଖିବା, ତେବେ ଗୋଟିଏ ସାଧାରଣ ସୂତ୍ର ମିଳିବ। ତାହା ହେଉଛି ବ୍ୟବସ୍ଥାରେ ମଣିଷର ସ୍ଥାନ। ବୁଝିଲେ, ମାନେ ବର୍ଷ ବର୍ଷ ଧରି ଆମର ସରକାରୀ ଦସ୍ତାବିଜରେ ପରିବାରର ମୁଖ୍ୟ କହିଲେ କେବଳ ଜଣେ ପୁରୁଷ କିମ୍ବା ମହିଳାଙ୍କୁ ବୁଝାଉଥିଲା। ହଁ, ଟ୍ରାନ୍ସଜେଣ୍ଡରମାନଙ୍କର ସାମାଜିକ ସ୍ଥିତି ପ୍ରାୟତଃ ଅଦୃଶ୍ୟ ଥିଲା। ସରକାରୀ ଖାତାରେ ଏହି ଗୋଟିଏ ଧାଡ଼ିର ପରିବର୍ତ୍ତନ ସେମାନଙ୍କୁ କେବଳ ଏକ ନମ୍ବରରୁ ଆଣି ଏକ ସାମାଜିକ ପରିଚୟ ପ୍ରଦାନ କରୁଛି। ଯେମିତି ସୁପ୍ରିମକୋର୍ଟ ଯନ୍ତ୍ରଣାର ମୁକ୍ତି ଦେଇ ସମ୍ମାନ ଦେଲେ, ସେମିତି ସରକାର କାଗଜପତ୍ରରେ ସ୍ଥାନ ଦେଇ ସମ୍ମାନ ଦେଉଛନ୍ତି। ଏହା ପ୍ରକୃତରେ ସ୍ୱାଗତଯୋଗ୍ୟ। ଏକ ସମାଜ କେତେ ପ୍ରଗତିଶୀଳ ତାହା ସେ ନିଜର ସବୁଠାରୁ ଦୁର୍ବଳ ବର୍ଗଙ୍କୁ କିପରି ବ୍ୟବହାର କରୁଛି ସେଥିରୁ ହିଁ ଜଣାପଡ଼େ। ବିଲକୁଲ। ତେବେ ଜାତୀୟ ସ୍ତରର ଏହି ଆଲୋଚନାକୁ ଆମେ ଏବେ ଟିକେ ରାଜ୍ୟସ୍ତରୀୟ ରାଜନୀତି ଏବଂ ଅର୍ଥନୀତି ଆଡ଼କୁ ଆସିବା। ଆଜ୍ଞା, ଓଡ଼ିଶାରେ ଏବେ କ'ଣ ସବୁ ଚାଲିଛି? ଓଡ଼ିଶାରେ ଏବେ ଏକା ସାଙ୍ଗରେ ଉଭୟ ବିକାଶ ଏବଂ ରାଜନୀତିକୁ ଉଷ୍ମତା ଦେଖିବାକୁ ମିଳୁଛି। ପ୍ରଥମେ ସୁଭଦ୍ରା ଯୋଜନା କଥା ହିଁ ନିଅନ୍ତୁ। ଆମ ଉତ୍ସ ଅନୁଯାୟୀ ରାଜ୍ୟରେ ପ୍ରାୟ 4.57 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ 5,000 ଟଙ୍କା ଲେଖାଏଁ ପଠାଯାଇଛି। ଆଚ୍ଛା, ଆଉ ସମୁଦାୟ କେତେ ଟଙ୍କା ବଣ୍ଟନ ହୋଇଛି? ପ୍ରାୟ 315 କୋଟି ଟଙ୍କା ବଣ୍ଟନ ହୋଇସାରିଲାଣି। କିନ୍ତୁ ବିରୋଧୀ ଦଳ ଏହି ଯୋଜନାକୁ ନେଇ କିଛି ଅଭିଯୋଗ ଆଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢ଼ତାର ସହ କହିଛନ୍ତି ଯେ ବିରୋଧୀମାନେ ମିଛ ପ୍ରଚାର କରୁଛନ୍ତି ଏବଂ ସରକାର ନିଜର ପ୍ରତିଶ୍ରୁତି ପାଳନ କରୁଛନ୍ତି। ଏହା ହିଁ ତ ଗଣତନ୍ତ୍ରର ସ୍ୱରୂପ। ଗୋଟିଏ ପଟେ ଆର୍ଥିକ ଯୋଜନାଗୁଡ଼ିକର ବାସ୍ତବ ରୂପାୟନ ହେଉଛି, ଆଉ ଅନ୍ୟପଟେ ରାଜନୈତିକ ବୟାନବାଜି ବି ଚାଲିଛି। ଆଉ ଏତିକି ନୁହେଁ, ଅନ୍ୟ ଏକ ଖବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପ୍ରତି ହୋଇଥିବା ବ୍ୟବହାରକୁ ଦୁର୍ଭାଗ୍ୟଜନକ କହି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ହଁ, ରାଜନୀତିରେ ଏସବୁ ତ ଲାଗି ରହିବ, କିନ୍ତୁ ଆମେ ଯଦି ସୁଭଦ୍ରା ଯୋଜନାକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖିବା, 5,000 ଟଙ୍କା ବୋଧେ କାହା ପାଇଁ ବଡ଼ ରକମ ନ ହୋଇପାରେ, କିନ୍ତୁ ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ଏହା ଅର୍ଥନୈତିକ ସ୍ୱାଧୀନତାର ଏକ ବହୁତ ବଡ଼ ପଦକ୍ଷେପ। ସତକଥା, ମାନେ ଏହା ବଜାରରେ କିଛି ନୂଆ ପ୍ରଭାବ ପକାଇବା। ନିଶ୍ଚୟ, ଏହା ବଜାରରେ ଏକ ମଲ୍ଟିପ୍ଲାୟର ଇଫେକ୍ଟ ସୃଷ୍ଟି କରେ। ମାନେ ଯେତେବେଳେ ମହିଳାଙ୍କ ହାତକୁ ଟଙ୍କା ଆସେ, ସେମାନେ ତାକୁ ପରିବାରର ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଛୋଟମୋଟ ବ୍ୟବସାୟରେ ଖର୍ଚ୍ଚ କରନ୍ତି। ଆଉ ଯାହା ସ୍ଥାନୀୟ ଅର୍ଥନୀତିକୁ ଗତିଶୀଳ କରେ। ବୁଝିଲେ, ଆଉ ଏସବୁ ରାଜନୀତିକ ଟଣାଓଟାରା ଭିତରେ ପ୍ରଶାସନରେ କାମ କିନ୍ତୁ ଅଟକି ନାହିଁ।
ଆମ ତଥ୍ୟ କହୁଛି ଏକା ସାଙ୍ଗରେ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ କାମ ଚାଲିଛି। କ'ଣ ସେଇ ଦୁଇଟି କାମ? ଗୋଟିଏ ପଟେ ସରକାର ସମସ୍ତ 30ଟି ଜିଲ୍ଲାରେ ଏମ୍ଏସ୍ଏମ୍ଇ ଇ-ପାର୍କ ଖୋଲିବାକୁ ଯାଉଛନ୍ତି, ଯାହା କ୍ଷୁଦ୍ର ଶିଳ୍ପକୁ ଆଗକୁ ବଢ଼ାଇବ। ଆଉ ଅନ୍ୟପଟେ ସେଇ ଯେଉଁ ଇରାନ ଇସ୍ରାଏଲ ଯୁଦ୍ଧ କଥା ଆମେ କହୁଥିଲେ, ସେହି ଯୁଦ୍ଧ ଭିତରେ ଫସିଥିବା ଓଡ଼ିଆମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି। ବାଃ, ଏହାକୁ ହିଁ ପ୍ରକୃତ ସଙ୍କଟ ପରିଚାଳନା ବା କ୍ରାଇସିସ୍ ମ୍ୟାନେଜମେଣ୍ଟ କୁହାଯାଏ। ଏବଂ ଏହି ସଙ୍କଟ ପରିଚାଳନାର ଆଉ ଏକ ଦୀର୍ଘମିଆଦୀ ଉଦାହରଣ ବି ଆମ ଉତ୍ସରେ ଅଛି। କ'ଣ ସେଇଟା? ଓଡ଼ିଶା 283 ମେଗାୱାଟ ଅକ୍ଷୟ ଶକ୍ତି ବା ରିନ୍ୟୁଏବଲ୍ ଏନର୍ଜି କ୍ଷମତା ହାସଲ କରିଛି। ଓହୋ, ଏହା ତ ଏକ ବଡ଼ ଉପଲବ୍ଧି। ହଁ, ଆଉ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି? ଆମେ ପ୍ରାରମ୍ଭରେ ଆଲୋଚନା କରୁଥିଲେ କିପରି ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ଆମର ଗ୍ୟାସ୍ ଆସିବା ବନ୍ଦ ହୋଇଯାଉଛି। ସେହି ବିଦେଶୀ ନିର୍ଭରଶୀଳତାକୁ କମାଇବାର ଏକମାତ୍ର ଉପାୟ ହେଉଛି ନିଜର ସୌରଶକ୍ତି ଏବଂ ପବନ ଶକ୍ତିକୁ ବଢ଼ାଇବା। ସତରେ କେମିତି ସବୁ କଥା ପରସ୍ପର ସହ ଯୋଡ଼ି ହୋଇଯାଉଛି। 283 ମେଗାୱାଟ କେବଳ ଏକ ସଂଖ୍ୟା ନୁହେଁ, ଏହା ଭବିଷ୍ୟତର ଆତ୍ମନିର୍ଭରଶୀଳତାର ଏକ ପ୍ରମାଣପତ୍ର। ଏକଦମ ଠିକ୍ କହିଲେ। ତେବେ ସରକାରମାନେ ଯେତେବେଳେ ଆଜିର ସମସ୍ୟାଗୁଡ଼ିକ ସହ ଲଢ଼ୁଛନ୍ତି, ବୈଜ୍ଞାନିକମାନେ ନିଜ ଲାବୋରେଟୋରୀରେ ବସି ମଣିଷର ଭବିଷ୍ୟତ ଜୀବବିଜ୍ଞାନକୁ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରୁ ଆସିଥିବା ଖବରଗୁଡ଼ିକ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ହଁ, ମୁଁ ସେ ମେଡିକାଲ ରିସର୍ଚ୍ଚଗୁଡ଼ିକୁ ଦେଖୁଥିଲି। ପ୍ରଥମେ ଆଲଜାଇମର ରୋଗ ବିଷୟରେ କଥା ହେବା। ସ୍ମୃତି ହଜିଯିବାର ଏହି ଭୟଙ୍କର ରୋଗ ପାଇଁ କିଛି ନୂଆ ଆବିଷ୍କାର ହୋଇଛି କି? ଆଜ୍ଞା, ବୈଜ୍ଞାନିକମାନେ ମସ୍ତିଷ୍କର ସାଧାରଣ କୋଷଗୁଡ଼ିକୁ ଏକ ପ୍ରକାରର ପ୍ଲାକ୍ ସଫା କରିବା ମେସିନରେ ପରିଣତ କରିପାରିଛନ୍ତି। ମାନେ ମସ୍ତିଷ୍କର ନିଜସ୍ୱ ଅଳିଆ ଗାଡ଼ିକୁ ଅଧିକ ଶକ୍ତିଶାଳୀ କରାଯାଉଛି ବୋଲି ଆମେ ଧରିନେବା କି? ଏକଦମ ସଠିକ୍ ଉଦାହରଣ। ଆମ ମସ୍ତିଷ୍କରେ ମାଇକ୍ରୋଗ୍ଲିଆ ନାମକ କୋଷ ଥାଏ, ଯାହାର କାମ ହେଉଛି ଅଦରକାରୀ ଜିନିଷ ସଫା କରିବା। ଆଚ୍ଛା। କିନ୍ତୁ ଆଲଜାଇମର ରୋଗରେ ଆମିଲଏଡ୍ ନାମକ ଏକ ବିଷାକ୍ତ ପ୍ରୋଟିନ୍ ଜମା ହୋଇଯାଏ, ଯାହାକୁ ମାଇକ୍ରୋଗ୍ଲିଆ ସଫା କରିପାରେ ନାହିଁ, ଏବଂ ସେଗୁଡ଼ିକ ପ୍ଲାକ୍ ରୂପ ନେଇ ସ୍ନାୟୁଗୁଡ଼ିକୁ ନଷ୍ଟ କରିଦିଅନ୍ତି। ତେବେ ବୈଜ୍ଞାନିକମାନେ ଏବେ କ'ଣ କଲେଣି? ଏବେ ସେମାନେ ସେହି ମାଇକ୍ରୋଗ୍ଲିଆ କୋଷଗୁଡ଼ିକୁ ଜେନେଟିକାଲି ମଡିଫାଏ କରି ଏତେ ସକ୍ରିୟ କରିଦେଇଛନ୍ତି ଯେ ସେଗୁଡ଼ିକ ନିଜେ ହିଁ ସେହି କଠିନ ପ୍ଲାକ୍କୁ ଖାଇ ସଫା କରିଦେବେ। ବାପ୍ରେ, ଏହା ତ ବାହାରୁ କୌଣସି କେମିକାଲ ଦେବା ଅପେକ୍ଷା ଶରୀରର ନିଜସ୍ୱ ପ୍ରତିରକ୍ଷା ବ୍ୟବସ୍ଥାକୁ ବ୍ୟବହାର କରିବାର ଏକ ଅଭିନବ ଉପାୟ। ତାହେଲେ ଆଗାମୀ ଦିନରେ ବାର୍ଦ୍ଧକ୍ୟରେ ସ୍ମୃତି ହରାଇବାର ଭୟ ବୋଧହୁଏ ଆଉ ରହିବା ନାହିଁ। ଆମେ ସେୟା ହିଁ ଆଶା କରିବା। ସେହିପରି ଆଉ ଏକ ଆଶ୍ୱସ୍ତିକର ଖବର ହେଉଛି ସ୍ଲିପ୍ ଆପ୍ନିଆ ରୋଗୀଙ୍କ ପାଇଁ। ହଁ, ରାତିରେ ଶୋଇବା ସମୟରେ ହଠାତ୍ ନିଶ୍ୱାସ ବନ୍ଦ ହୋଇଯିବାର ସମସ୍ୟା। ହଁ, ଆଉ ଜୋରରେ ଘୁଙ୍ଗୁଡ଼ି ମାରିବା ସମସ୍ୟା ମଧ୍ୟ। ଏଥିପାଇଁ ଏବେ ସଲ୍ଥିୟମ୍ ନାମକ ଏକ ନୂତନ ବଟିକା ବାହାରିଛି, ଯାହା ନିଶ୍ୱାସ ବନ୍ଦ ହେବା ପ୍ରକ୍ରିୟାକୁ 47% ପର୍ଯ୍ୟନ୍ତ କମାଇ ଦେଉଛି। କିନ୍ତୁ ମୋତେ ଗୋଟେ କଥା ବୁଝାନ୍ତୁ, ଏହା କାମ କିପରି କରେ? କାରଣ ସ୍ଲିପ୍ ଆପ୍ନିଆ ତ ଗଳାର ମାଂସପେଶୀ ଢିଳା ହୋଇଯିବାରୁ ହୁଏ। ଗୋଟିଏ ବଟିକା କିପରି ରାତିସାରା ନିଶ୍ୱାସ ଚାଲୁ ରଖିବ? ଦେଖନ୍ତୁ, ପ୍ରକୃତିରେ ସ୍ଲିପ୍ ଆପ୍ନିଆ କେବଳ ଗଳାର ସମସ୍ୟା ନୁହେଁ। ଅନେକ ସମୟରେ ମସ୍ତିଷ୍କ ନିଶ୍ୱାସ ନେବାକୁ ଶରୀରକୁ ସିଗ୍ନାଲ ଦେବା ହିଁ ଭୁଲିଯାଏ। ଆଚ୍ଛା, ମାନେ ମେନ୍ ପ୍ରୋବ୍ଲେମ୍ ବ୍ରେନ୍ରେ ଅଛି। ହଁ, ଏହି ସଲ୍ଥିୟମ୍ ବଟିକା ଆମର ସ୍ନାୟୁ ପ୍ରଣାଳୀ ବା ନର୍ଭସ୍ ସିଷ୍ଟମକୁ ପ୍ରଭାବିତ କରେ। ଏହା ଶ୍ୱାସକ୍ରିୟା ସହ ଜଡ଼ିତ ମାଂସପେଶୀଗୁଡ଼ିକୁ ସକ୍ରିୟ ରଖିବା ପାଇଁ ମସ୍ତିଷ୍କର ସିଗ୍ନାଲକୁ ନିୟନ୍ତ୍ରଣ କରେ। ଓହୋ, ମାନେ ରୋଗୀକୁ ଆଉ ମୁହଁରେ ସେଇ ବଡ଼ ମାସ୍କ ବା ସିପାପ୍ ମେସିନ୍ ଲଗାଇ ଶୋଇବାକୁ ପଡ଼ିବ ନାହିଁ? ଆଉ ତାହା ଏକ ବିରାଟ ଆଶ୍ୱସ୍ତି ଆଣିଦେବ ନିଶ୍ଚୟ। ବିଲକୁଲ। କିନ୍ତୁ ମସ୍ତିଷ୍କ ସହ ଜଡ଼ିତ ଆଉ ଏକ ଖବର ଅଛି, ଯାହା ପଢ଼ିବା ପରେ ମୋତେ ପ୍ରକୃତିରେ ଟିକେ ଡର ଲାଗିଲା। ଗଞ୍ଜେଇ ବା THCର ବ୍ୟବହାର ମଣିଷ ମସ୍ତିଷ୍କରେ ମିଛ ସ୍ମୃତି ବା ଫଲ୍ସ ମେମୋରି ସୃଷ୍ଟି କରିପାରେ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ହଁ, ମୁଁ ବି ସେଇଟା ଦେଖୁଥିଲି। ମିଛ ସ୍ମୃତି, ଏହା କିପରି ସମ୍ଭବ? ମାନେ ଯାହା କେବେ ଘଟିନାହିଁ ସେହି ଘଟଣାର ମେମୋରି ବ୍ରେନ୍ରେ ସେଭ୍ ହୋଇଯିବ? ଏହା ତ ଏକ କମ୍ପ୍ୟୁଟର ହାର୍ଡ ଡ୍ରାଇଭ୍ ହ୍ୟାକ୍ ହୋଇଯିବା ଭଳି କଥା। ଆଜ୍ଞା ହଁ, ଏହା ବହୁତ ଭୟଙ୍କର। ଆମ ମସ୍ତିଷ୍କରେ ହିପୋକ୍ୟାମ୍ପସ୍ ନାମକ ଏକ ଅଂଶ ଥାଏ, ଯାହା ସ୍ମୃତି ଗଚ୍ଛିତ ରଖେ। THC ହେଉଛି ଗଞ୍ଜେଇର ମୁଖ୍ୟ ରାସାୟନିକ ଉପାଦାନ, ଯାହା ନିଶା ସୃଷ୍ଟି କରେ। ଆଚ୍ଛା, ତ ଏହି THC କ'ଣ କରେ ସେଠି? ଅଧ୍ୟୟନରୁ ଜଣାପଡ଼ିଛି ଯେ THC ସିଧାସଳଖ ହିପୋକ୍ୟାମ୍ପସର କାର୍ଯ୍ୟକୁ ବାଧା ଦିଏ। ଏହା କଳ୍ପନା ଏବଂ ବାସ୍ତବତା ମଧ୍ୟରେ ଥିବା ପ୍ରଭେଦକୁ ନଷ୍ଟ କରିଦିଏ। ବାପ୍ରେ। ହଁ,
ଫଳରେ ଯଦି କେହି ଜଣେ କୌଣସି ମିଛ କାହାଣୀ ଶୁଣେ କିମ୍ବା କଳ୍ପନା କରେ ତାର ମସ୍ତିଷ୍କ ତାହାକୁ ନିଜ ଜୀବନର ସତ ଘଟଣା ବୋଲି ବିଶ୍ୱାସ କରିବାକୁ ଲାଗେ। ଏହା ଅପରାଧିକ ଅନୁସନ୍ଧାନ କ୍ଷେତ୍ରରେ ବି ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। କାରଣ ସାକ୍ଷୀମାନଙ୍କର ସ୍ମୃତି ଉପରେ ଆଉ ବିଶ୍ୱାସ କରିହେବ ନାହିଁ। ଇଏ ତ ପୁରା ମାଇଣ୍ଡ ବ୍ଲୋଇଂ କଥା। ଗୋଟେ ପଟେ ମଣିଷ ନିଜର ମସ୍ତିଷ୍କ ଉପର ନିୟନ୍ତ୍ରଣ ହରାଉଛି ଏବଂ ମିଛ ସ୍ମୃତିର ଶିକାର ହେଉଛି, ଆଉ ଠିକ୍ ସେହି ସମୟରେ ମେସିନ୍ର ବୁଦ୍ଧିମତ୍ତା କେତେ ଆଗକୁ ଗଲାଣି ତାହା ଦେଖିଲେ ବିସ୍ମୟ ଲାଗେ। ନାସାର ସେଇ ମଙ୍ଗଳ ଗ୍ରହ ମିଶନ କଥା କହୁଛନ୍ତି? ଏକଦମ। ଆମ ଉସୁରରେ ଥିବା ନାସାର ରିପୋର୍ଟ ଅନୁଯାୟୀ ମଙ୍ଗଳ ଗ୍ରହରେ ଥିବା ପର୍ସିଭିୟରାନ୍ସ ରୋଭର ପ୍ରଥମ ଥର ପାଇଁ କୌଣସି ମଣିଷର ନିର୍ଦ୍ଦେଶ ବିନା ନିଜସ୍ୱ କୃତ୍ରିମ ବୁଦ୍ଧିମତ୍ତା ବା AI ସାହାଯ୍ୟରେ ନିଜ ରାସ୍ତା ନିଜେ ସ୍ଥିର କରି ଚାଲିଛି। ଏହାକୁ ସ୍ୱୟଂଚାଳିତ ବା ଅଟୋନୋମସ୍ AI ଅଟୋନମସ୍ AI କୁହାଯାଏ। ମାନେ ପୃଥିବୀରୁ କେହି ରିମୋଟ୍ କଣ୍ଟ୍ରୋଲ ଧରି ନାହାନ୍ତି। ଏକ ରୋବୋଟ କୋଟି କୋଟି ମାଇଲ ଦୂରରେ ଥାଇ ପଥର ଖାଲଢିପ ଦେଖି ନିଜେ ନିଷ୍ପତ୍ତି ନେଉଛି କେଉଁ ପଥରେ ଯିବ। ହଁ, ପୂର୍ବରୁ ଏକ ନିର୍ଦ୍ଦେଶ ଦେଇ ତାର ଫଳାଫଳ ପାଇଁ ଆମକୁ 20 ମିନିଟ୍ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଏବେ ରୋଭରର ନିଜସ୍ୱ ଭିଜନ ସିଷ୍ଟମ ତୁରନ୍ତ ଆଖପାଖର ମ୍ୟାପ୍ ତିଆରି କରିପାରୁଛି। ବାଃ, ଏକା ସଙ୍ଗରେ ଏହି ଦୁଇଟି ଖବରକୁ ଦେଖିଲେ ଗୋଟିଏ ବିରୋଧାଭାସ ସାମ୍ନାକୁ ଆସେ। ମଣିଷ ନିଜ ସ୍ମୃତିକୁ ଠିକ୍ ଭାବେ ରଖିପାରୁନାହିଁ, କିନ୍ତୁ ଆମେ ତିଆରି କରିଥିବା ମେସିନ୍ ନିଜର ନିଷ୍ପତ୍ତି ନିଜେ ନେବାରେ ସଫଳ ହେଉଛି। ପ୍ରକୃତରେ ବିଜ୍ଞାନ ଆମକୁ ପ୍ରତିଦିନ ନୂଆ ନୂଆ ଆଶ୍ଚର୍ଯ୍ୟ ଦେଉଛି। ସତରେ। ଆଉ ବିଜ୍ଞାନ କେବଳ ନୂଆ ଜିନିଷ ଆବିଷ୍କାର କରେ ନାହିଁ, ଏହା ଅନେକ ସମୟରେ ଆମର ବହୁ ପୁରୁଣା ଭୁଲ ଧାରଣାଗୁଡ଼ିକୁ ମଧ୍ୟ ଭାଙ୍ଗିଦିଏ। ଏବେ ଆମେ ସେଇଭଳି କିଛି ଚମକାଇ ଦେବା ଭଳି ନୂଆ ତଥ୍ୟ ଉପରେ ନଜର ପକାଇବା। ଆଚ୍ଛା, କ'ଣ ସେହି ନୂଆ ତଥ୍ୟ? ଉଦାହରଣ ସ୍ୱରୂପ, ହୃଦ୍ରୋଗ କ୍ଷେତ୍ରରେ ଏକ ନୂଆ ତଥ୍ୟ ଆସିଛି। ଡାୟାଲିସିସ୍ ରୋଗୀଙ୍କୁ ଓମେଗା-3 ଫିଶ୍ ଅଏଲ୍ ଦେବା ଦ୍ୱାରା ସେମାନଙ୍କର ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ୍ ଆଶଙ୍କା 43% କମିଯାଉଛି। ହଁ, ମୁଁ ଏହା ପଢ଼ିଛି। କିନ୍ତୁ ଡାୟାଲିସିସ୍ ତ କିଡ୍ନି ସହ ଜଡ଼ିତ। ତେବେ ଏଥିରେ ହାର୍ଟ ଆଟାକ୍ କମିବାର କାରଣ କ'ଣ? ଦେଖନ୍ତୁ, ଯେତେବେଳେ କିଡ୍ନି ଖରାପ ହୋଇଯାଏ, ରକ୍ତରେ ଅନେକ ବିଷାକ୍ତ ପଦାର୍ଥ ରହିଯାଏ, ଯାହା ରକ୍ତନଳୀଗୁଡ଼ିକରେ କ୍ୟାଲସିୟମ୍ ଜମାଇ ଦିଏ। ଏହାକୁ ଭାସ୍କୁଲାର କ୍ୟାଲସିଫିକେସନ କୁହନ୍ତି। ଓହୋ, ଆଉ ରକ୍ତନଳୀ କଠିନ ହୋଇଯିବାରୁ ହାର୍ଟ ଆଟାକ୍ ଆସେ। ଏକଦମ। ତେଣୁ ଓମେଗା-3 ସେହି ରକ୍ତନଳୀର ପ୍ରଦାହ ବା ଇନଫ୍ଲାମେସନକୁ କମାଇ ଦିଏ, ଯାହାଦ୍ୱାରା ହୃତ୍ପିଣ୍ଡ ସୁରକ୍ଷିତ ରହେ। ଏହା ଏକ ସରଳ ସପ୍ଲିମେଣ୍ଟ ମାଧ୍ୟମରେ ଏକ ଜଟିଳ ସମସ୍ୟାର ସମାଧାନ। ବହୁତ ବଢ଼ିଆ। ଆଉ ଏକ ପୁରୁଣା ଧାରଣା ଭାଙ୍ଗିଛି ମେଦବହୁଳତା ବା ଓବେସିଟି କ୍ଷେତ୍ରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଓବେସିଟିର ସଂଜ୍ଞାକୁ ହିଁ ବଦଳାଇ ଦିଆଯାଇଛି। ହଁ, କାରଣ ପୂର୍ବରୁ କେବଳ ଉଚ୍ଚତା ଏବଂ ଓଜନକୁ ନେଇ BMI ହିସାବ କରାଯାଉଥିଲା। ହଁ, କିନ୍ତୁ ଏବେ ସେଥିରେ ଅଣ୍ଟାର ମାପ ଏବଂ ଶରୀରରେ ଚର୍ବିର ପରିମାଣକୁ ମଧ୍ୟ ସାମିଲ କରାଯାଇଛି। ଆଉ ଏହି ନୂଆ ସଂଜ୍ଞା ଅନୁଯାୟୀ ଜଣାପଡ଼ିଛି ଯେ ଆମେରିକାର ପ୍ରାୟ 70% ବୟସ୍କ ଲୋକ ବର୍ତ୍ତମାନ ମେଦବହୁଳ ଶ୍ରେଣୀଭୁକ୍ତ ହୋଇଯାନ୍ତି। ତାମାନେ BMI ପ୍ରକୃତରେ ଏକ ଭୁଲ ମାପକାଠି ଥିଲା। ସମ୍ପୂର୍ଣ୍ଣ ଭୁଲ ନୁହେଁ, କିନ୍ତୁ ଅସମ୍ପୂର୍ଣ୍ଣ ଥିଲା ବୋଲି ଆମେ କହିପାରିବା। BMI କେବଳ ଓଜନ ମାପେ, କିନ୍ତୁ ସେହି ଓଜନ ଚର୍ବିରୁ ଆସୁଛି ନା ମାଂସପେଶୀରୁ ତାହା ଦର୍ଶାଏ ନାହିଁ। ଯେମିତିକି ଜଣେ ଆଥ୍ଲିଟ୍ର BMI ଅଧିକ ଥାଇପାରେ କାରଣ ତାଙ୍କର ମାଂସପେଶୀର ଓଜନ ଅଧିକ ଥାଏ। ବିଲକୁଲ। ଅସଲ ବିପଦ ହେଉଛି ପେଟ ଚାରିପାଖରେ ଥିବା ଚର୍ବି ବା ଭିସେରାଲ ଫ୍ୟାଟ୍, ଯାହା ଡାଇବେଟିସ୍ ଏବଂ ହୃଦରୋଗର ମୁଖ୍ୟ କାରଣ। ଏହି ନୂତନ ମାପକାଠି ସାମ୍ନାକୁ ଆସିବା ପରେ ଅନେକ ଲୋକ ଯେଉଁମାନେ ନିଜକୁ ସୁସ୍ଥ ଭାବୁଥିଲେ, ସେମାନେ ପ୍ରକୃତରେ ରିସ୍କରେ ଅଛନ୍ତି ବୋଲି ଜାଣିବାକୁ ପାଇଲେ। ତଥ୍ୟ କିପରି ଆଖି ଖୋଲିଦିଏ, ଏହା ତାର ଏକ ବଡ଼ ପ୍ରମାଣ। ଏବଂ ତଥ୍ୟ କଥା ପଢ଼ିଛି ଯେତେବେଳେ ଆଲାସ୍କାରୁ ଆସିଥିବା ଏକ ରିପୋର୍ଟ ବିଷୟରେ ନିଶ୍ଚୟ ଆଲୋଚନା ହେବା ଦରକାର। ଆଲାସ୍କାର ସେଇ ୟୁନିଭର୍ସାଲ ବେସିକ୍ ଇନକମ୍ ରିପୋର୍ଟ? ହଁ, ଏକ ଲମ୍ବା ସମୟ ଧରି ଚାଲିଥିବା ଗବେଷଣାରୁ ପ୍ରମାଣିତ ହୋଇଛି ଯେ ଗରିବ ଲୋକଙ୍କୁ ସିଧାସଳଖ ନଗଦ ଟଙ୍କା ଦେବା ଦ୍ୱାରା ସେମାନେ ଅସାବଧାନ ହୁଅନ୍ତି ନାହିଁ କିମ୍ବା ଟଙ୍କା ନଷ୍ଟ କରନ୍ତି ନାହିଁ। ଏଇଟା ଏକ ବହୁତ ବଡ଼ ସାମାଜିକ ଧାରଣାକୁ ଭାଙ୍ଗିଛି। ଏକଦମ। ଆମ ସମାଜରେ ଗୋଟିଏ ବଦ୍ଧମୂଳ ଧାରଣା ରହିଛି ଯେ ଗରିବଙ୍କୁ ବିନା ପରିଶ୍ରମରେ ଟଙ୍କା ଦେଲେ ସେମାନେ କାମଚୋର ହୋଇଯିବେ କିମ୍ବା ନିଶାପାଣି କରିବେ। କିନ୍ତୁ ଏହି ରିପୋର୍ଟ ତାହାକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି। ଗୋଟିଏ ସାମାଜିକ ପୂର୍ବାଗ୍ରହ କିପରି ଏତେ ବର୍ଷ ଧରି ଲୋକଙ୍କ ମନରେ ଘର କରି ରହିଥିଲା, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କାରଣ ଆମର ଅନେକ ସାମାଜିକ ନୀତି ତଥ୍ୟ ଉପରେ ନୁହେଁ, ବରଂ ଅଭିଜାତ ବର୍ଗର ପୂର୍ବାଗ୍ରହ ବା ପ୍ରିଜୁଡିସ୍ ଉପରେ ଆଧାରିତ। ସତ କଥା।
ଯେତେବେଳେ ଲୋକଙ୍କ ପାଖରେ ଏକ ସର୍ବନିମ୍ନ ଆର୍ଥିକ ନିରାପତ୍ତା ଥାଏ ସେମାନେ କେବଳ ଆଜିର ଖାଦ୍ୟ ପାଇଁ ବ୍ୟସ୍ତ ନ ରହି ଭବିଷ୍ୟତ ବିଷୟରେ ଚିନ୍ତା କରିପାରନ୍ତି। ଛୁଆଙ୍କ ପାଠପଢ଼ା, ସ୍ୱାସ୍ଥ୍ୟ ଏବଂ ଛୋଟ ରୋଜଗାର ପାଇଁ ଯୋଜନା କରନ୍ତି। ମାନେ ଅର୍ଥନୈତିକ ସୁରକ୍ଷା ଲୋକଙ୍କୁ ଦାୟିତ୍ୱବାନ କରାଏ, ବେପରୁଆ ନୁହେଁ। ଆଲାସ୍କାର ରିପୋର୍ଟ କେବଳ ଡାଟା ନୁହେଁ, ଏହା ମଣିଷ ଉପରେ ବିଶ୍ୱାସର ଏକ ବୈଜ୍ଞାନିକ ପ୍ରମାଣ। ବିଲକୁଲ। ଆଉ ଏହି ପୂର୍ବାଗ୍ରହ ଯୋଗୁଁ ଆମେ କେବଳ ଗରିବଙ୍କୁ ନୁହେଁ ବରଂ ନିଜର ଦକ୍ଷତାକୁ ବି ଅନେକ ସମୟରେ ସନ୍ଦେହ କରୁ। ସେୟା ତ। ଆଉ ଗୋଟିଏ ତଥ୍ୟ ଏବେ ସାମ୍ନାକୁ ଆସିଛି ଯାହା ମହିଳାମାନଙ୍କର ମାନସିକତା ଉପରେ ଆଧାରିତ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ବା ଷ୍ଟେମ୍ କ୍ଷେତ୍ରରେ କାମ କରୁଥିବା ପ୍ରାୟ ସମସ୍ତ ମହିଳା ଇମ୍ପୋଷ୍ଟର ସିଣ୍ଡ୍ରୋମର ଶିକାର ହେଉଛନ୍ତି। ହଁ, ଇମ୍ପୋଷ୍ଟର ସିଣ୍ଡ୍ରୋମ୍ ଏହା ବହୁତ ସାଧାରଣ ହୋଇଗଲାଣି ଆଜିକାଲି। ମାନେ ସେମାନେ ଯେତେ ବୁଦ୍ଧିମାନ ଏବଂ ସଫଳ ହେଲେ ମଧ୍ୟ ଭିତରେ ଭିତରେ ଭାବୁଛନ୍ତି ଯେ ସେମାନେ ଏହି ସଫଳତା ପାଇଁ ଯୋଗ୍ୟ ନୁହନ୍ତି, କେବଳ ଭାଗ୍ୟ ବଳରେ କିମ୍ବା ଭୁଲ ରେଠାରେ ପହଞ୍ଚି ଯାଇଛନ୍ତି। ଏବଂ ସବୁଠାରୁ ଦୁଃଖର କଥା ହେଉଛି ଏହାକୁ ଦୀର୍ଘଦିନ ଧରି ମହିଳାମାନଙ୍କର ଏକ ବ୍ୟକ୍ତିଗତ ଅସୁବିଧା ବୋଲି ବିବେଚନା କରାଯାଉଥିଲା। ଆଚ୍ଛା। କିନ୍ତୁ ଏହି ସର୍ଭେ ପ୍ରମାଣ କରୁଛି ଯେ ଯେତେବେଳେ ପ୍ରାୟ ସମସ୍ତେ ଏକା ପ୍ରକାରର ଅନୁଭବ କରୁଛନ୍ତି ତାହା ବ୍ୟକ୍ତିଗତ ନୁହେଁ, ତାହା ହେଉଛି ସିଷ୍ଟମର ଦୋଷ। ଏହା ଏକ ପ୍ରକାରର ସିଷ୍ଟମିକ୍ ଫେଲିୟର। ଓହୋ, ମାନେ କର୍ମକ୍ଷେତ୍ରର ପରିବେଶ ହିଁ ଦାୟୀ? ଏକଦମ। ଯେତେବେଳେ କର୍ମକ୍ଷେତ୍ରରେ ପୁରୁଷମାନଙ୍କର ଆଧିପତ୍ୟ ଥାଏ ଏବଂ ମହିଳାମାନଙ୍କର ସଫଳତାକୁ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖାଯାଏ ସେତେବେଳେ ସେମାନଙ୍କ ମନରେ ଏହିଭଳି ଆତ୍ମସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ। ଏବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଅନ୍ତତଃ ସଂସ୍ଥାଗୁଡ଼ିକ ବୁଝିପାରିବେ ଯେ ପରିବର୍ତ୍ତନ ମହିଳାମାନଙ୍କର ମାନସିକତାରେ ନୁହେଁ ବରଂ କର୍ମକ୍ଷେତ୍ରର ପରିବେଶରେ ହେବା ଦରକାର। ହଁ, ଆମେ ସେୟା ହିଁ ଆଶା କରିପାରିବା। ତେବେ ଏହା ସହିତ ଆମେ ଆଜିର ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଗଲୁଣି। ଆଜିର ଏହି ଯାତ୍ରା ପ୍ରକୃତରେ ଅନେକ ଦିଗ ଉନ୍ମୋଚନ କଲା। ଆଜ୍ଞା। ଆମେ ଦେଖିଲେ ମଧ୍ୟପ୍ରାଚ୍ୟର ହର୍ମୁଜ ପ୍ରଣାଳୀର ବାଧା କିପରି ଆମ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚି ଏକ ନୂଆ କୁକିଂ ବିପ୍ଳବ ସୃଷ୍ଟି କରୁଛି। ଆଇନ କିପରି କୋମାରେ ଥିବା ରୋଗୀଠାରୁ ଆରମ୍ଭ କରି ଟ୍ରାନ୍ସଜେଣ୍ଡରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପରିଚୟ ଏବଂ ସମ୍ମାନକୁ ସୁରକ୍ଷା ଦେଉଛି। ଆଉ ତା ସହ ଓଡ଼ିଶାରେ ସୁଭଦ୍ରା ଯୋଜନାର ଅର୍ଥନୈତିକ ପ୍ରଭାବ, ଯୁଦ୍ଧଭୂମିରୁ ଉଦ୍ଧାର ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ପ୍ରସ୍ତୁତି କିପରି ସରକାରୀ ପରିଚାଳନାର ବହୁମୁଖୀ ଦିଗକୁ ଦର୍ଶାଉଛି। ଏବଂ ଶେଷରେ ଆମେ ଦେଖିଲେ କିପରି ବୈଜ୍ଞାନିକ ତଥ୍ୟ ଆଲଜାଇମର ଚିକିତ୍ସା କରୁଛି ଏବଂ ଆଲାସ୍କାର ଗରିବ ଲୋକଙ୍କଠାରୁ ଆରମ୍ଭ କରି ଆମେରିକାର ମେଦବହୁଳତା ଓ ମହିଳାମାନଙ୍କର ମାନସିକତାକୁ ନେଇ ଆମର ପୁରୁଣା ପୂର୍ବାଗ୍ରହଗୁଡ଼ିକୁ ପରିବର୍ତ୍ତନ କରୁଛି। ନିଶ୍ଚିତ ଭାବରେ। ଆଜିର ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ଆଜିର ପୃଥିବୀ ଏକକ ନୁହେଁ ବରଂ ଏକ ବିଶାଳ ଜାଲ ଭଳି। ଗୋଟିଏ ସୂତା ଟାଣିଲେ ପୂରା ବ୍ୟବସ୍ଥା ଥରି ଉଠୁଛି। ଆମକୁ କେବଳ ସେହି କମ୍ପନକୁ ବୁଝିବାର ଏବଂ ତାହା ସହ ଖାପ ଖୁଆଇ ଚଳିବାର ଆବଶ୍ୟକତା ରହିଛି। ଖୁବ୍ ସୁନ୍ଦର କଥାଟିଏ କହିଲେ। ତେବେ ଯିବା ପୂର୍ବରୁ ଗୋଟିଏ ଗଭୀର ପ୍ରଶ୍ନ ମନରେ ଆସୁଛି ଯାହା ସମସ୍ତଙ୍କୁ ନିଶ୍ଚୟ ଭାବିବାକୁ ବାଧ୍ୟ କରିବ। କ'ଣ ସେହି ପ୍ରଶ୍ନ? ଆଜି ଆମେ ଦୁଇଟି ଆଶ୍ଚର୍ଯ୍ୟଜନକ ବିଷୟ ଉପରେ କଥା ହେଲେ। ଗୋଟିଏ ପଟେ କୃତ୍ରିମ ବୁଦ୍ଧିମତ୍ତା ବା AI ମଙ୍ଗଳ ଗ୍ରହ ଭଳି ଏକ ଅଜଣା ଏବଂ ବିପଜ୍ଜନକ ସ୍ଥାନରେ ନିଜେ ସଠିକ୍ ନିଷ୍ପତ୍ତି ନେଇ ବିନା ମଣିଷରେ ଗାଡ଼ି ଚଳାଇ ପାରୁଛି। ଆଜ୍ଞା। ଆଉ ଅନ୍ୟପଟେ ଆମର ନିଜ ମସ୍ତିଷ୍କ କିଛି ରାସାୟନିକ ପଦାର୍ଥ ବା THCର ପ୍ରଭାବରେ ମିଛ ସ୍ମୃତି ତିଆରି କରି ଆମକୁ ହିଁ ଧୋକା ଦେଇପାରୁଛି। ମାନେ ମଣିଷ ନିଜ ସ୍ମୃତିକୁ ନିୟନ୍ତ୍ରଣ କରିପାରୁନାହିଁ କିନ୍ତୁ ମେସିନ୍ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇପାରୁଛି। ଏହା ପ୍ରକୃତରେ ଏକ ଯୁଗନ୍ତକାରୀ ସଙ୍କଟର ସୂଚନା ଦେଉଛି। ମାନବିକ ଅସ୍ତିତ୍ୱର ସବୁଠାରୁ ବଡ଼ ଭିତ୍ତିଭୂମି ହେଉଛି ଆମର ସ୍ମୃତି। ଯଦି ତାହା ହିଁ ଦୁର୍ବଳ ପ୍ରମାଣିତ ହୁଏ ତେବେ ବାସ୍ତବତା ଉପରେ ଆମର ନିୟନ୍ତ୍ରଣ ଖସିଯିବ। ତେବେ ଆଗାମୀ ଦିନରେ ଏମିତି ଏକ ସମୟ ଆସିବ କି ଯେତେବେଳେ ଆମକୁ ନିଜ ସ୍ମୃତି ଉପରେ ସନ୍ଦେହ ହେବ ଏବଂ କ'ଣ ସତ ଆଉ କ'ଣ ମିଛ ତାହା ଜାଣିବା ପାଇଁ ଆମକୁ ନିଜ ଅପେକ୍ଷା ମେସିନ୍ ଉପରେ ଅଧିକ ବିଶ୍ୱାସ କରିବାକୁ ପଡ଼ିବ। କ'ଣ ଆମର ଭବିଷ୍ୟତ ଏମିତି ହେବାକୁ ଯାଉଛି ଯେଉଁଠି ଆମେ ନିଜସ୍ୱ ଅନୁଭୂତି ପାଇଁ ବି ଏକ ରୋବୋଟର ସ୍ୱୀକୃତି ଲୋଡ଼ିବୁ? ଏହା ଏକ ବହୁତ ଗଭୀର ଏବଂ ଚିନ୍ତାଜନକ ବିଷୟ। ଏହି ଏକ ଗଭୀର ଚିନ୍ତାଧାରା ସହିତ ଆଜିର ଏହି ବିଶ୍ଳେଷଣକୁ ଆମେ ଏଠାରେ ବିରାମ ଦେଉଛୁ। ନିଜ ଆଖପାଖର ଘଟଣାବଳୀକୁ କେବଳ ଏକ ଖବର ଭାବେ ନ ଦେଖି ତାହାର ଗଭୀରତାକୁ ଯାଇ ବୁଝିବା ନିହାତି ଆବଶ୍ୟକ। ଜ୍ଞାନ ଅନ୍ୱେଷଣର ଏହି ଯାତ୍ରା ଏହିପରି ସର୍ବଦା ଜାରି ରହୁ। ପୁଣି ଭେଟ ହେବ ଏମିତି କିଛି ନୂଆ, ଚମତ୍କାର ଏବଂ ବାସ୍ତବତାକୁ ବଦଳାଇ ଦେବା ଭଳି ତଥ୍ୟ ସହିତ। ନମସ୍କାର।